ଯଦି ଆପଣ ନିଜକୁ ସମ୍ମାନ ଦେବେ ନାହିଁ, ତେବେ ସାରା ଦୁନିଆ ମଧ୍ୟ ଆପଣଙ୍କୁ ସମ୍ମାନ ଦେବ ନାହିଁ। ତେଣୁ ପ୍ରଥମେ ନିଜେ ନିଜକୁ ସମ୍ମାନ ଦେଇ ଶିଖିବା ଦରକାର ଏବଂ ସମ୍ମାନ ପାଇବା ପାଇଁ ହେଲେ ଆପଣ ନିଜକୁ ସମୟ ସହିତ ପରିବର୍ତ୍ତନ କରିବାକୁ ପଡ଼ିବ ଓ ସାଧାରଣ କାମକୁ ଅସାଧାରଣ ଭାବେ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ଚାଣକ୍ୟଙ୍କର କ'ଣ ସେଇ 8ଟି ନିୟମ ଯାହାକି ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ଲଗାଇଲେ ସମାଜ ଆମକୁ ସମ୍ମାନ ଓ ଇଜ୍ଜତ ଦେବ। ପ୍ରଥମ ନିୟମଟି ହେଲା ସମ୍ମାନ ପାଇବା ପାଇଁ ସମ୍ମାନ ଦିଅନ୍ତୁ। ସମ୍ମାନ ଦେବା ହେଉଛି କୌଣସି ସମ୍ପର୍କ ସ୍ଥାପନ କରିବାର ଚାବିକାଠି। ଯଦି ଆପଣ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସମସ୍ତଙ୍କୁ ସମ୍ମାନ ଦେବା ଶିଖିବା ଦରକାର। ତୁମେ ଯେତେବେଳେ ସାମ୍ନାରେ ଥିବା ବ୍ୟକ୍ତିର କଥାକୁ ଗୁରୁତ୍ୱ ଦେଇଥାଅ, ସେତେବେଳେ ସେ ତୁମକୁ ସମ୍ମାନ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥାଏ। ଚାଣକ୍ୟ କହିଛନ୍ତି, ସେହି ବ୍ୟକ୍ତି ସମ୍ମାନ ପାଇବାକୁ ଯୋଗ୍ୟ ଯିଏ ଅନ୍ୟକୁ ସମ୍ମାନ ଦେଇଥାଏ। ଅନ୍ୟକୁ ଛୋଟ ଭାବି କେହି କେବେ ବଡ଼ ହୋଇପାରିବେ ନାହିଁ। ଦ୍ୱିତୀୟ ନିୟମଟି ହେଲା ନିଜ କାର୍ଯ୍ୟରେ ନିପୁଣ ହୁଅନ୍ତୁ। ବାହ୍ୟ ଚେହେରା ନିଜର ସମ୍ମାନକୁ କିଛି ସମୟ ପାଇଁ ବଢ଼ାଇଥାଏ, ମାତ୍ର ନିଜର କାର୍ଯ୍ୟଦକ୍ଷତା ନିଜର ସମ୍ମାନକୁ ଚିରସ୍ଥାୟୀ କରିଥାଏ। ତୁମେ ଯେଉଁ କାର୍ଯ୍ୟରେ ଥାଅ ନା କାହିଁକି, ଯଥା ଶିକ୍ଷା, କଳା, ବାଣିଜ୍ୟ ଇତ୍ୟାଦି, ସେଥିରେ ନିପୁଣ ହେବା ଆବଶ୍ୟକ। ଯେତେବେଳେ ଆପଣଙ୍କ କାମ କଥା କହିବ, ସେତେବେଳେ ଆପଣଙ୍କୁ ସମ୍ମାନ ପାଇଁ କାହାରିକୁ ଅନୁରୋଧ କରିବାକୁ ପଡ଼ିବ ନାହିଁ। ତୃତୀୟ ନିୟମଟି ହେଲା ଅପମାନର ଉତ୍ତର ନୀରବତାରେ ଦିଅନ୍ତୁ। ଯଦି କେହି ଜଣେ ଆପଣଙ୍କୁ ନୀଚ ଦେଖାଇବା ପାଇଁ ଚିତ୍କାର କରୁଅଛି, ତେବେ ତୁମେ ସଙ୍ଗେ ସଙ୍ଗେ ତାର ଜବାବ ଦିଅନ୍ତୁ ନାହିଁ। ଆପଣ ଶାନ୍ତ ରୁହନ୍ତୁ ଓ ତାଙ୍କର ଆଖିକୁ ଆଖି ମିଶାଇ ଚାହାନ୍ତୁ। ଆପଣ ଜାଣନ୍ତି, ଫମ୍ପା ମାଠିଆର ଶବ୍ଦ ବେଶୀ। ଚାଣକ୍ୟଙ୍କର ଚତୁର୍ଥ ନିୟମଟି ହେଲା ନିଜ ବାହ୍ୟ ରୂପ ଓ ପୋଷାକରେ ପରିବର୍ତ୍ତନ କରନ୍ତୁ। ଯଦି ଆପଣ ଚାହୁଁଛନ୍ତି ସମସ୍ତେ ସମ୍ମାନ ଦିଅନ୍ତୁ, ତେବେ ନିଜର ଆତ୍ମସମ୍ମାନ ବଢ଼ାଇବାର ସହଜ ଉପାୟ ହେଉଛି ନିଜର ପିନ୍ଧୁଥିବା ପୋଷାକ ଉପରେ ଗୁରୁତ୍ୱ ଦିଅନ୍ତୁ। କେବେ ଅନୁଭବ କରିଥିବେ ଯେ ଗୋଟିଏ ପୁରୁଣା କିମ୍ବା ଅପରିଷ୍କାର ପୋଷାକ ପିନ୍ଧିଲେ ନିଜକୁ କେତେ ସଙ୍କୋଚ ଓ ଦୁର୍ବଳ ଲାଗେ ଏବଂ କେବେ ଯଦି ପରିଷ୍କାର ପୋଷାକ କିମ୍ବା ନୂଆ ଫିଟିଂ ପୋଷାକ ପିନ୍ଧିଥିବେ, ସେତେବେଳେ କେତେ ଆରାମ ତଥା ଚାଲିଚଳନରେ ନୂଆ ଶକ୍ତି ଆସିଥାଏ। ଚାଣକ୍ୟଙ୍କ ମତରେ ବ୍ୟକ୍ତିର ବେଶ ପୋଷାକ ତାର ମନର ଆଇନା ହୋଇଥାଏ। ପୋଷାକ ଯାହା ବି ହେଲେ ଆପଣଙ୍କ ବ୍ୟକ୍ତିତ୍ୱକୁ ସୁହାଇବା ଭଳି ହେବା ଦରକାର ଓ ପରିଷ୍କାର ହେବା ଦରକାର। ପଞ୍ଚମ ନିୟମଟି ହେଲା କହିବା ଶୈଳୀରେ ଗମ୍ଭୀରତା ଆଣନ୍ତୁ। ଚାଣକ୍ୟ କହିଛନ୍ତି, ଧୀର ସ୍ୱରରେ କୁହାଯାଇଥିବା ଗୋଟିଏ ସତ୍ୟ ବଡ଼ ପାଟିରେ କହିଥିବା 100ଟି ମିଛଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ଆପଣ କେତେ ବଡ଼ ପାଟିରେ କହୁଛନ୍ତି ତାହା ଜରୁରୀ ନୁହେଁ, ବରଂ ଆପଣ ବୁଝି ବିଚାରି ଗୋଟିଏ ପରେ ଗୋଟିଏ ଧୀର ସ୍ୱରରେ କହିବା ଆବଶ୍ୟକ। ଯେଉଁ ବ୍ୟକ୍ତି ନିଜର କଥାକୁ ନିୟନ୍ତ୍ରଣ କରିପାରେ, ସେହି ବ୍ୟକ୍ତି ସାରା ସମାଜକୁ ନିୟନ୍ତ୍ରଣ କରିବାର ସାହସ ରଖିଥାଏ। ଷଷ୍ଠ ନିୟମଟି ହେଲା ନିଜର ଦୋଷ ଦୁର୍ବଳତାକୁ ଗୁପ୍ତ ରଖନ୍ତୁ। ଚାଣକ୍ୟଙ୍କ ମତରେ ଜଣେ ବ୍ୟକ୍ତି
କେବେ ହେଲେ ନିଜର ଦୁର୍ବଳତା କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଦୁନିଆରେ କେହି 100% ଠିକ୍ ନୁହନ୍ତି। ମାତ୍ର ଯଦି ଶତ୍ରୁ ତୁମର ଦୁର୍ବଳତା କିମ୍ବା ଗୂଢ଼ ରହସ୍ୟ ଜାଣିପାରେ, ତେବେ ସେ ତାକୁ ବ୍ୟବହାର କରି ତୁମର ସମାଜରେ ଥିବା ସମ୍ମାନ ଓ ଶାନ୍ତିକୁ ନଷ୍ଟ କରିଥାଏ। ଯେଉଁ ବ୍ୟକ୍ତି ନିଜ ମନକୁ ନିୟନ୍ତ୍ରଣ କରେ ଏବଂ ଆବଶ୍ୟକ ହେଲେ ପାଟି ଖୋଲେ, ସେ ହେଉଛି ସମ୍ମାନର ହକଦାର। ସପ୍ତମ ନିୟମଟି ହେଲା ନିଜ ଉପସ୍ଥିତିକୁ କମ୍ କରନ୍ତୁ। ଆମେ ଏହା ଭୁଲ କରୁ କି କେହି ଜଣେ ଡାକିବା ମାତ୍ରେ ଆମେ ତାଙ୍କ ନିକଟକୁ ଦୌଡ଼ି ଯାଉ। କାହାର ଗୋଟିଏ ଫୋନ୍ କଲ୍ ଆସିଲେ ଆମେ ସବୁ କାର୍ଯ୍ୟ ଛାଡ଼ି କଥା ହେବାରେ ଲାଗିପଡ଼ୁ। ଆପଣଙ୍କ ବ୍ୟକ୍ତିତ୍ୱକୁ ଏପରି ଗଢ଼ନ୍ତୁ, ଲୋକମାନେ ଆପଣଙ୍କର ଉପସ୍ଥିତିକୁ ତାଙ୍କର ଭାଗ୍ୟ ବୋଲି ଭାବିବେ। ଅଷ୍ଟମ ନିୟମଟି ହେଲା କାହାକୁ ଭୟ କରନ୍ତୁ ନାହିଁ। ସମସ୍ତେ ମଣିଷ, କାହାକୁ ଡରନ୍ତୁ ନାହିଁ। ଯେତେବେଳେ ଆପଣ ଜଣେ ବଡ଼ ବ୍ୟକ୍ତିକୁ ସାକ୍ଷାତ କରନ୍ତି କିମ୍ବା ଗହଳିରେ ଥାଆନ୍ତି, ତେବେ ସେତେବେଳେ ନର୍ଭସ୍ ହୁଅନ୍ତୁ ନାହିଁ। ତୁମ ସାମ୍ନାରେ ଠିଆ ହୋଇଥିବା ବ୍ୟକ୍ତି ମଧ୍ୟ ଭୁଲ କରନ୍ତି। ତାଙ୍କର ଶାରୀରିକ ସମସ୍ୟା ରହିଛି। ଯଦି ଆମେ ନିଜକୁ ଛୋଟ ଭାବିବା, ତେବେ ସମାଜ ଆମକୁ ସମ୍ମାନ ଦେବ ନାହିଁ। ତୁମେ ଯେତେବେଳେ ସାମ୍ନାରେ ଥିବା ବ୍ୟକ୍ତିକୁ ସାଧାରଣ ମଣିଷ ଭାବରେ ଦେଖିବ, ସେ ଯେତେ ବଡ଼ ପଦାଧିକାରୀ ହେଲେ ମଧ୍ୟ ତୁମ ମନରେ ଭୟ ଆସିବ ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ।